ଆମେରିକାର ଜାହାଜକୁ ମଧ୍ୟ ଇରାନ ଧ୍ୱସ୍ତ ବିଧ୍ୱସ୍ତ କରୁଛି। ଇରାନର ତୈଳ ଇନଫ୍ରାଷ୍ଟ୍ରକ୍ଚର ଯୋଉ ଭିତ୍ତିଭୂମି ଅଛି ତାକୁ ମଧ୍ୟ ଆମେରିକା ଇସ୍ରାଏଲ ସେମାନେ ତାକୁ ଟାର୍ଗେଟ କରୁଛନ୍ତି ଡ୍ରୋନ୍ ଆଉ ମିସାଇଲ ମାଧ୍ୟମରେ। ସମଗ୍ର ବିଶ୍ୱକୁ ପ୍ରଭାବିତ କରିବା, ସମଗ୍ର ବିଶ୍ୱ ବଜାର ବର୍ତ୍ତମାନ ମାନ୍ଦା ହେବାକୁ ବସିଛି ଏଇ ଯୁଦ୍ଧ ପାଇଁ। ସେ ରାଜତନ୍ତ୍ର ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହେଇଯାଇଛି ଏବେ, କାରଣ ଆମେରିକା ଯାହା ଚାହୁଁଛି ତାହା କରୁଛି। ଏଠି ବର୍ତ୍ତମାନ ଆଉ ଗୋଟେ ଜାତିସଂଘର ଆବଶ୍ୟକତାଟା କଣ ଆମେ ଆଉ ବୁଝିପାରୁନୁ। ଉଭୟ ଯଦି ପରମାଣୁ ଶକ୍ତି ଯଦି ମୁହାଁମୁହିଁ ହେଇଗଲେ, ପରିସ୍ଥିତି ଯଦି ସେଭଳି ପରିସ୍ଥିତି କିଛି ସୃଷ୍ଟି ହେଲା, ତାହେଲେ ଏଟା ତୃତୀୟ ବିଶ୍ୱଯୁଦ୍ଧ ହବା ପାଇଁ, ତୃତୀୟ ବିଶ୍ୱଯୁଦ୍ଧର ମାନ୍ୟତା ନବା ପାଇଁ ଆଉ ବେଶୀ ବାଟ ନୁହେଁ। ଦେଖନ୍ତୁ ଯୋଉ ଯୁଦ୍ଧ ଚାଲିଛି ଇରାନ ଆଉ ଇସ୍ରାଏଲ ଆମେରିକା ଭିତରେ, এটা নিহাতি ভাবে তো দুঃখদ সমগ্র বিশ্ব ପାଇଁ এটা ଦୁଃଖଦ ପରିସ୍ଥିତି ସୃଷ୍ଟି କରୁଛି। ଏଇଟା ଦେଖନ୍ତୁ ଯୁଦ୍ଧ ଯୋଉଠି ବି ହଉ ସମଗ୍ର ବିଶ୍ୱ ପରୋକ୍ଷରେ ପ୍ରଭାବିତ ହେଉଛି। ସବୁଠୁ ବଡ କଥା ହେଲା ଯୋଉ ଅଞ୍ଚଳ ଯୁଦ୍ଧ ଦ୍ୱାରା କ୍ଷତିଗ୍ରସ୍ତ ସେଇ ଅଞ୍ଚଳ ହେଉଛି ଇନ୍ଧନ ବହୁଳ ଅଞ୍ଚଳ। ସମଗ୍ର ବିଶ୍ୱ ଯୋଉ ଅଞ୍ଚଳ ଉପରେ ଇନ୍ଧନ ପାଇଁ ବ୍ୟବହାର ନିର୍ଭର କରୁଥିଲା, ସେ ଅଞ୍ଚଳରେ ଯେତେବେଳେ ପ୍ରଭାବିତ ହେଇଛି ଆଉ ବଡ ବଡ ତୈଳ କମ୍ପାନୀ ମାନେ ସେମାନଙ୍କର ପ୍ରଡକ୍ସନ ବି ଦୁଇଟା ତିନିଟା ଆର୍ମ ବୋଲି ସଂସ୍ଥା ଗୋଟେ ନୂଆ ସେ ସଂସ୍ଥା ପ୍ରଡକ୍ସନ ବନ୍ଦ ବି କରିଦେଇଛି। ତ ୟା ଦ୍ୱାରା କଣ ହବ, ଧୀରେ ଧୀରେ ଆପଣଙ୍କର ତୈଳ ବଜାରରେ ନିଆଁ ଲାଗିଛି। ଆପଣ ଦେଖନ୍ତୁ ତାର ପ୍ରଭାବ କଣ ପଡିଛି ଭାରତ ଉପରେ। ମୁଁ ବି ଏପର୍ଯ୍ୟନ୍ତ ତ ଜଣା ପଡୁନି ଇନ୍ଧନ ବଜାର ଉପରେ। ଆପଣଙ୍କ ନିକଟରେ ଗ୍ୟାସ ଦର ଆପଣଙ୍କର 60 ଟଙ୍କା ବଢିଛି, ଗୋଟେ ଆପଣଙ୍କର ଡୋମେଷ୍ଟିକ ଗ୍ୟାସ ଯୋଉଟା, ଆଉ ଆପଣଙ୍କର ଯୋଉଟା କମର୍ସିଆଲ ପାଇଁ କନଜମ୍ପସନ ପାଇଁ ଯୋଉଟା 115 ଟଙ୍କା ବଢିଛି ସିଲିଣ୍ଡର ପିଛା। ତେଣୁ ତାର ପ୍ରଭାବ ଏବେ ତୈଳ ବଜାରରେ ତୈଳ ଦର କ୍ରୁଡ ଅଏଲ ଦର ଯାହା ଅଛି ସେଟା ଯଦି ବଢି ବଢିକି $130 ପରେ ବି ପଳେଇଯିବ, ତେବେ ଭାରତରେ ମଧ୍ୟ ତୈଳ ବଜାର ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହବ। ତୈଳ ଦର ବି ବଢିବ। ଆପଣ ଜାଣିଛନ୍ତି ଇନ୍ଧନ ବଢିଲେ ଆପଣ ସବୁ ପ୍ରକାର ଖର୍ଚ୍ଚ ଆପଣଙ୍କର ବ୍ୟବହାର ବୃଦ୍ଧି ପାଏ, ବୁଝିପାରୁଛନ୍ତି। ତେଣୁ ଏଇଟା ଗୋଟେ ଆମେରିକାର ଔପନିବେଶବାଦୀ ମାନସିକତା କୁ କୌଣସି ବିଶ୍ୱର ଏବେ କୌଣସି ଶକ୍ତି କାହିଁକି ବିରୋଧ କରିପାରୁନାହାନ୍ତି ବିଶେଷ ଭାବରେ। ହେଲେ ବି ରୁଷିଆ ଇରାନ ସପକ୍ଷରେ ମୁହଁ ଖୋଲିଛି। ପୁତିନ କହିଛନ୍ତି ଯେ ଆମେ ତାକୁ ଇରାନକୁ ସମର୍ଥନ ଦବୁ। ତ ଏଭଳି ପରିସ୍ଥିତିରେ ଯେତେବେଳେ ସେପଟେ ଆମେରିକା ଏପଟେ ରୁଷିଆ ଯଦି ଯୁଦ୍ଧରେ ପରୋକ୍ଷ ଭାବରେ ପରସ୍ପର ପ୍ରତିସ୍ପର୍ଧୀ ଭାବରେ ଉଭା ହୁଅନ୍ତି, ତେବେ ନିଶ୍ଚିତ ଭାବରେ ଆଗାମୀ ଦିନରେ ଯଦି ଯୁଦ୍ଧ ହୁଏ, ଅଧିକ ହୁଏ, ବ୍ୟାପକ ରୂପ ନିଏ। ଏବେ ତ ଚାଲିଛି ଅନେକ ପ୍ରୋଜେକ୍ଟ, ଅନେକ ପ୍ରକଳ୍ପ ଧ୍ୱସ୍ତ ବିଧ୍ୱସ୍ତ ହଉଛି, ଅନେକ ତୈଳ ଟ୍ୟାଙ୍କରକୁ ମଧ୍ୟ ନିକ୍ଷେପ କରାଯାଉଛି ବୋମା ମାଡ। ଆମେରିକାର ଜାହାଜକୁ ମଧ୍ୟ ଇରାନ ଧ୍ୱସ୍ତ ବିଧ୍ୱସ୍ତ କରୁଛି। ଇରାନର ତୈଳ ଇନଫ୍ରାଷ୍ଟ୍ରକ୍ଚର ଯୋଉ ଭିତ୍ତିଭୂମି ଅଛି ତାକୁ ମଧ୍ୟ ଆମେରିକା ଇସ୍ରାଏଲ ସେମାନେ ତାକୁ ଟାର୍ଗେଟ କରୁଛନ୍ତି ଡ୍ରୋନ୍ ଆଉ ମିସାଇଲ ମାଧ୍ୟମରେ। ଏହା ଦ୍ୱାରା କଣ ହଉଛି, ଆପଣଙ୍କର ତୈଳ ସମ୍ପଦ ଉପରେ ଜଟିଳ ଗୁରୁତର ପ୍ରଭାବ ପକଉଛି। এটা ସମଗ୍ର ବିଶ୍ୱକୁ ପ୍ରଭାବିତ କରିବା, ସମଗ୍ର ବିଶ୍ୱ ବଜାର ବର୍ତ୍ତମାନ ମାନ୍ଦା ହେବାକୁ ବସିଛି ଏଇ ଯୁଦ୍ଧ ପାଇଁ। ତେଣୁ ଆଗାମୀ ଦିନରେ ୟାକୁ ନେଇକି ମୁଁ ଦେଖୁଛି ଏଠି ଜାତିସଂଘ କଣ ପାଇଁ ଅଛି, ଜାତିସଂଘର ଭୂମିକା ତାହେଲେ କଣ। ଯଦି କୌଣସି ଏକ ରାଷ୍ଟ୍ର ନିଜ ଉପନିବେଶବାଦୀ ମାନସିକତା ପାଇଁ ନିଜ ପାଖରେ ଦମ ଅଛି ବୋଲି ସିଏ ଯଦି ଅନ୍ୟ ରାଜ୍ୟ ଉପରେ, ତ ରାଜରାଜୁଡା ଶାସନ ଭଳି ହେଇଗଲା। ଆଗ କାଳରେ ରାଜା ମାନେ ଯାହାର ବଳ ଥିଲା ସିଏ ତା ଉପରେ ଆକ୍ରମଣ କରୁଥିଲେ। ସେ ରାଜତନ୍ତ୍ର ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହେଇଯାଇଛି ଏବେ, କାରଣ ଆମେରିକା ଯାହା ଚାହୁଁଛି ତାହା କରୁଛି। ତା ମାନେ ଏଠି ବର୍ତ୍ତମାନ ଆଉ ଗୋଟେ ଜାତିସଂଘର ଆବଶ୍ୟକତାଟା କଣ ଆମେ ଆଉ ବୁଝିପାରୁନାହୁଁ, ବୁଝିପାରୁଛନ୍ତି ତ। ତେଣୁ ନିହାତି ଭାବରେ ଏଠି କିଛି ଗୋଟେ ସକାରାତ୍ମକ ଯୁଦ୍ଧ ପରିସ୍ଥିତି ଆଉ ବ୍ୟାପକ ନ ହେଇ କିଛି ନା କିଛି ଗୋଟେ ସମାଧାନର ବାଟ ବାହାରିବା ଦରକାର। ବାଟ କିଏ କାଢିବ? ଜାତିସଂଘ କାଢିବା କଥା, ଜାତିସଂଘ ୟାର ଗୋଟେ ସମାଧାନ ହସ୍ତକ୍ଷେପ କରିବା କଥା। ଜାତିସଂଘ ଯୋଉଠି ନୀରବ, ସମଗ୍ର ବିଶ୍ୱ ସେଠି ଅସହାୟ। ତେଣୁ ଏଇ ଯୋଉ ଯୁଦ୍ଧ ପରିସ୍ଥିତିଟା ହେଇଛି, ନିହାତି ଭାବରେ ଆଗାମୀ ଦିନରେ ଆମର ଜୀବନ, ସମଗ୍ର ବିଶ୍ୱ ଜୀବନ ଧାରାକୁ ଏଟା ନିଶ୍ଚିତ ଭାବରେ
प्रभावित करिव एबे तो प्रभावित करवा आरंभ कलेनी जदि वास्तविक तैल क्रूड ऑयल दर भी बढ़ी जाए आपनकर देखंतु कुआडे कहछि तेल खाइबा तेल दर भी बढ़िलानी बाजार दर स्वाभाविक जेतु परिवहन खर्च बढ़िबो जदि तेल दर बढ़िले तेबे आम बजार दैनंदिन खर्च मध्य बढ़िबो तेणु गोटे अमेरिकार गोटे उपनिवेशवादी मानसिकता पाई समग्र विश्व एवं प्रभावित होउछि तेणु ये जिद रु समस्ते ओहरिबा दरकार आउ जदि सेपटे अमेरिका एपटे रूसिया उभय जदि परमाणु शक्ति जदि मुहामुही हो गले परिस्थिति जदि से भली परिस्थिति किसी सृष्टि हैला ताहले एटा तृतीय विश्वयुद्ध हबा पाई तृतीय विश्वयुद्धर मान्यता नबा पाई आउ बेसी बाट नुहे तेणु निहाती भाव में किसी गोटे बाट बाहर दरकार ये युद्ध को केमिति ना केमिति परिस्थिति नियंत्रण करने दरकार अटकेबा दरकार समग्र विश्वर मंगल पाए।